ଦେଖନ୍ତୁ ଆମ ହସ୍ପିଟାଲରେ ଆସି ହମିଦ ଆଉ କେମିତି କ'ଣ ଟ୍ରିଟମେଣ୍ଟ ହେଲା ସବୁ? ବହୁତ ବଢ଼ିଆ। ହେଲା କ'ଣ ହେଇଥିଲା ମାନେ କ'ଣ କହିବାକୁ ଚାହୁଁଛ ତମର ମାନେ କ'ଣ ଫାଷ୍ଟରୁ କେମିତି କ'ଣ ହେଇଥିଲା ମୋତେ କୁହ? ଫାଷ୍ଟ ଯେଉଁ ଇଏ ହେଇଥିଲା ମାଉଥ କ୍ୟାନ୍ସର ଆଉ ଡକ୍ଟର ଥିଲେ ମହେଶ ସୁଲତାନ, ବହୁତ ବଢ଼ିଆ ଡକ୍ଟର। ଆଉ ତାପରେ ଓଟିକି ଦେଇକି ଅପରେସନ୍ ହେଲା। ତାପରେ ଆୟୁଷରେ 2 ଦିନ ରହିଲି, ସେଠି ବି ଆୟୁଷରେ ସିଷ୍ଟର ମାନେ ବି ବହୁତ ଭଲ ଥିଲେ, ଡକ୍ଟର ବି ଭଲ ଥିଲେ ଆଉ ବହୁତ ଭଲସେ ବି ଟ୍ରିଟମେଣ୍ଟ ବି କଲେ ଆଉ ମାନେ ପେସେଣ୍ଟ ପାଖରେ ଆଭେଲେବୁଲ୍ ରହୁଥିଲେ। ଆଉ ସେଠି 2 ଦିନ ରହିସାରିଲା ପରେ ବେଡ଼୍କୁ ଆସିଲି। ବେଡ଼୍ରେ ବି ସେଠି ବି ସିଷ୍ଟର ମାନେ ଆସିକି ଭଲ ଟ୍ରିଟମେଣ୍ଟ ଦେଖୁଥିଲେ। ଆଉ ଆମର ମହେଶ ସାର୍ ବି ଆସୁଥିଲେ ଦିନକୁ 2 ଥର, ସକାଳେ 9ଟାରେ ଆସୁଥିଲେ ଆଉ 4ଟା ଆସିକି ବି ଆସୁଥିଲେ। 2 ଥର ଦେଖା କରିବାକୁ। ଆଉ ସେଭଳିଆ ନର୍ସ ବି ଥିଲେ, ଭଲ ଟ୍ରିଟମେଣ୍ଟ ହେଉଥିଲା। ସର୍ଜରୀ ପରେ ତମର ତାପରେ ରେଡ଼ିଏସନ୍, ତାପରେ ଏଠି ରେଡ଼ିଏସନ୍ 4 ଦିନ ହେଲା ପଡ଼ିଛି। ରେଡ଼ିଏସନ୍ ପରେ ଏଠି ଫାର୍ଷ୍ଟ ଟାଇମ୍ କେମୋ ଚାଲିଛି। ଆଉ କେତେଟା କେମୋ ବୋଲି କେମୋ କହିଛନ୍ତି? ଗୋଟିଏ ଚାଲିଛି। ଗୋଟେ ଚାଲିଛି। ପ୍ରଥମ ଗୋଟିଏ ଦିନ। 5ଟା କହିଥିଲେ ବା କହୁଥିଲ? ଆଜ୍ଞା 5ଟା ନା କେତେଟା? ହଁ 5ଟା କେମୋ। କ'ଣ କହିବ ଯେଉଁ ଆଉ ଲୋକମାନେ ଗୁଟକା ଖାଉଛନ୍ତି, କ'ଣ କହିବ ସେମାନଙ୍କୁ? ନାଇଁ, ମୁଁ ଚାହୁଁଛି ମୁଁ ହାତ ଗୋଡ଼ ଧରିକି କହୁଛି ଆଉ ମୋ ଲେଖାଏଁ କେହି କଷ୍ଟ ପାଆନ୍ତୁନି, କି ଗୁଟକା ଖାଆନ୍ତୁ ନାହିଁ। ଆଉ ମୁଁ ଚାହୁଁଛି ଆଉ ଆପଣମାନେ ବି ଗୁଟକା ପାନ ଖୁଆଇଲେ ସବୁ ଛାଡ଼ିଦିଅନ୍ତୁ। ସତ କଥା, ବହୁତ ମାନେ ଲୋକ ଦେଖୁଛନ୍ତି ଗୁଟକା ଉପରେ ଲେଖା ହେଇଛି ଖାଇଲେ ମାନେ କ୍ୟାନ୍ସର ହେବ, କିନ୍ତୁ ଲୋକମାନେ ବି ଖାଉଛନ୍ତି। ଆଜ୍ଞା ହେଲା ପରେ ବି ଏମିତି ଅବସ୍ଥା ବର୍ତ୍ତମାନ। ତେଣୁ ଦେଖନ୍ତୁ ହମିଦ ଅଛନ୍ତି, ତାଙ୍କ ଘର ହେଉଛି ଆମର କଳାପଥର ପାଖରେ। କେଉଁ ଗାଁ ଏଇଟା? କଳାପଥର। ସିଏ ମୋ ଯୋଗାଯୋଗରେ ଏଠିକି ଆସିଥିଲେ, ତାଙ୍କର ଅପରେସନ୍ ଭଲରେ ହେଇଗଲା। ରେଡ଼ିଏସନ୍ ଚାଲିଛି, ତା ସହିତ କେମୋ ଚାଲିଛି। ଏବେ ଟିକେ ଭଲ ଅଛନ୍ତି। ମୁଁ ଆସିଥିଲି ଭିଜିଟ୍ରେ। ଏଠି ତାଙ୍କର ଯିଏ ଆମର ମାନେ ରିଲେଟିଭ୍ରେ, ସେ ଆମର ବି ରିଲେଟିଭ୍ ଆମର ହେବେ, ମାମୁଁ ହେବେ, ମୋତେ ମାନେ ଭଣଜା ହେବେ ବର୍ତ୍ତମାନ, ଭଣଜା। ଆଉ ଭାଣିଜୀକି ପଠେଇଛି ଖାଇବା ପାଇଁ। ଆଉ ଏଇଠି ମୁଁ ଟିକେ ବସିଛି। ଏଇଟା ହେଉଛି କେମୋ ୱାର୍ଡ଼, ହସ୍ପିଟାଲର କେମୋ ୱାର୍ଡ଼ ଏଇଟା। ବାକ୍ସି କ୍ୟାନ୍ସର ହସ୍ପିଟାଲର କେମୋ ୱାର୍ଡ଼। ଏଠି ସବୁ ପେସେଣ୍ଟ ମାନେ ସବୁ କେମୋ ନେଇଥିଲେ, ଚାଲିଛି କେମୋ ନା। ତେଣୁ ସିଏ କହୁଛନ୍ତି ଯେ ଯେମିତି ମୁଁ ମାନେ ଖାଇକି ଯେମିତି ଗୁଟକା ଖାଇକି ଏମିତି ମୋ ପାଟି ଏମିତି କ୍ୟାନ୍ସର ହେଇକି ଅପରେସନ୍ ହେଇଛି, ତୁମମାନେ ବି ସେମିତି ଖାଅନି। ଭଲ କହିଛନ୍ତି, ଭଲ ସଜେସନ୍ ଦେଇଛନ୍ତି। ସିଏ ବି କାଲି ଜଣେ ଲୋକଙ୍କୁ ବୁଝୁଥିଲେ, ଏଇ ଟାଇମ୍ରେ ମୁଁ ଦେଖିଛି। ସିଏ କହୁଥିଲେ ତମେ କେତେଟା ଦିନକୁ ଖାଉଛ? କେତେଟା କହୁଥିଲେ ଦିନ? କାଲି କହୁଥିଲେ 70ଟା ସେ ଦିନକୁ ଖାଉଛ? ବାପରେ, କାହିଁକି ଖାଇବ କ'ଣ ପାଇଁ? କାହିଁକି ଏମିତି ହେବ? ଆଉ ଯାହା ତ କଷ୍ଟ ଆମେ ଭୋଗୁଛୁ, ଆମ ସାଙ୍ଗେ ଆମ ଫ୍ୟାମିଲି ବି କଷ୍ଟ ଭୋଗୁଛନ୍ତି। ହଁ, ସେଇଟା ବି ସତ କଥା। ଦେଖ, ମାନେ ଦେଖିଲା ବେଳକୁ ଭାଣିଜୀ ବି ଖାଇନଥିଲେ ଏପର୍ଯ୍ୟନ୍ତ ହେଲାଣି। ସେ କେମୋ ଚାଲିଛି ବୋଲିକି, ଏଇଟା କେମୋ ଚାଲିଛି, କହିଲେ ମୁଁ ସରିଲେ ଖାଇବାକୁ ଯିବି। ମୁଁ କହିଲି ନାଇଁ, ତୁମେ ଯାହା ଖାଇବାକୁ, ମୁଁ ତ ରାଉଣ୍ଡରେ ଆସିଛି, ମୁଁ ଟିକେ 10 ମିନିଟ୍ ଅପେକ୍ଷା କରିଦେବି, ତୁମେ ଯାହା ଖାଇଦେଇକି ଆସିବ। ସିଏ ବି ସେମିତି ନ ଖାଇକି ଉପାସରେ ବସିଥିଲେ। ଆଉ ଗୋଟେ କଥା କହିବାକୁ ଚାହୁଁଛି, ଆମର ଯିଏ ଆମକୁ ବେଶୀ ଯିଏ ହେଲ୍ପ କରିଛନ୍ତି ସେ ହେଉଛନ୍ତି ଆମର ରିଙ୍କୁ ମାମୁଁ। ତାଙ୍କୁ ଆମେ କୋଟି ଭାଇ ଇଣ୍ଡିଆ ମାଇଲେ ବି କମ୍ ହେବ। ତାଙ୍କୁ ଧନ୍ୟବାଦ ବି କେଉଁ ଇଏରେ ଦେଇପାରିବୁ, ମାନେ ଏତିକି କୋଟି ଧନ୍ୟବାଦ ଦେଲେ ବି ଆମ କମ୍ ହେବ। ସିଏ କିନ୍ତୁ ସବୁ ଗରିବ ଲୋକଙ୍କୁ ନିଜେ ନ ଖାଇକି ବି ତାଙ୍କୁ ବି ସାହାଯ୍ୟ କରୁଛନ୍ତି, ଖାଇବାକୁ ଦେଉଛନ୍ତି। ଆଜି ମୁଁ ଯାହା ଶୁଣିଲି, ତାଙ୍କ ଟିକେଟ୍ ଖାଇବା ଟିକେଟ୍ ବି ଗରିବ ଲୋକଙ୍କୁ ଦେଇ ଦେଉଛନ୍ତି। ହାତରୁ ବି 1000-2000 କିଏ ବସ୍ ଖର୍ଚ୍ଚ ହେଲେ ସେ ଦେଉଛନ୍ତି। ଏତିକି ଭଗବାନ କରନ୍ତୁ, ସିଏ ବି ବହୁତ ଭଲରେ ଥାଆନ୍ତୁ, ତାଙ୍କର ବି କୌଣସି ଅସୁବିଧା ନ ହେଉ। ସେ ଆମ ରିଙ୍କୁ ମାମୁଁ। ନାଇଁ, ସେମିତି କିଛି ନାହିଁ। ମୋର ବାପା ବୋଉ ଯାହା ଶିକ୍ଷା ଦେଇଛନ୍ତି ସେଇ ଅନୁସାରେ ଯେତିକି ଶିକ୍ଷା ଦେଇଛନ୍ତି ସେ ଅନୁସାରେ ପାଳନ କରୁଛି। ଆଉ ମେନ୍ ମୋର ଲକ୍ଷ୍ୟ ଥିଲା ଯେଉଁଟା, ସେଠି ଆସିକି ପହଞ୍ଚିଛି, ଠାକୁରଙ୍କୁ ଛାଡ଼ିଛନ୍ତି। ହଁ, କିଛି ନାହିଁ, ମୋ ନାଁରେ ବେଶୀ ଗପିବା ଦରକାର ନାହିଁ। ନାଇଁ, ଆପଣ ତ ମେନ୍ ନା, ଯେତିକି ସାହାଯ୍ୟ କରୁଛନ୍ତି। ଏମିତି କାହା ପାଇଁ କେହି ସାହାଯ୍ୟ କରିନାହାନ୍ତି। ଆପଣ ଆମ ନିଜର ନହେଲେ ବି ନିଜଠୁ ଅଧିକ। ଆଉ ୟାଠୁ ବଡ଼ କଥା କ'ଣ ଅଛି? ଛାଡ଼, ସେଇଟା ବି ଛାଡ଼। ତମେ ଏବେ ଯେଉଁ ସୋସିଆଲ ମିଡ଼ିଆରେ କହୁଛ ସମସ୍ତେ ଲୋକମାନଙ୍କୁ କେହି ଗୁଟକା ଖାଉନି, ମୁଁ ବୋଧେ ସେଇ ଟପିକ୍ଟା କହୁଥିଲି।
ଗୁଟକା ଖାଇଲା ସମୟରେ ମୁଁ ତ କେବେ ଖାଇନି, ଆଜ୍ଞା ସେଟା କେମିତି କ'ଣ ଜାକିକି ରଖୁଥିଲ ନା କେମିତି କ'ଣ କରୁଥିଲ? ନାଇଁ ଡାକିକି ତ ରଖୁଥିଲି ହଁ, ଆଉ ଏମିତି ମୋର ମାନେ ଗୋଟେ ଗୁଟଖା 5 ମିନିଟ୍ରେ ଗୋଟେ ଥାଏ 5 ମିନିଟ୍ରେ ଗୋଟେ ଲାଗେ? ଆଚ୍ଛା, ମୋର 15-20ଟା ହେଇଯାଏ। ହେଲା ପରେ ସେଟା କ'ଣ ମିଠା ଲାଗେ ନା କ'ଣ ଯେ ତମେ ଇଏ କରିଦିଅ 5 ମିନିଟ୍ ଗୋଟେ ଖାଅ? ସେଟା କଡ଼ା ଲାଗେ ଆଚ୍ଛା, କିନ୍ତୁ ମାଇଣ୍ଡ ଫ୍ରେଶ୍ ରଖେ, ମାନେ ହଁ, ଗାଡ଼ି ଫାଡ଼ି ଯୋଉ ଚଲାଏ ଗାଡ଼ି ତମେ ଚଲାଅ ବୋଲିକି ଟିକେ ଗୋଟେ 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 ଖାଇଦିଅ? ହଁ ନିଦ ଲାଗେନି ବୋଲି। ଓହୋ, କିନ୍ତୁ କଷା ଲାଗେ ଏଟା ଟିକେ? କଷା ଲାଗେ ନା ମିଠା ଲାଗେ? କଷା ଲାଗେ, କଷା ଲାଗେ? ହଁ ହଁ, ଆମେ ତ ଖାଇନୁ ସେଥିପାଇଁ ମୁଁ କହିଲି କିନ୍ତୁ। ପାଟି ଛୋଟ ହେଇଗଲା ବେଶୀ। ଓହୋ, ହଁ ମୋତେ କହୁଥିଲା ହେଇଗଲାରୁ ଯେତେବେଳେ ବି ହମିଦି ଆସିଥିଲେ ମୋ ପାଖକୁ, ସେତେବେଳେ ତାଙ୍କୁ ଦେଖୁଥିଲି ଗୋଟେ ଆଙ୍ଗୁଠି ବି ଗଳୁନଥିଲା, ଯାଉନଥିଲା, ହଁ। ଆଉ ସେ ଜାଗାରେ ପାଟିର କଡ଼କିନି ଘା ହେଇଯାଇଥିଲା, ଯାହାକି ବହୁତ ହଇରାଣ ହେଉଥିଲେ। ତାପରେ ଡକ୍ଟର ମଇ ସୁଲତାନିଆଙ୍କୁ ଦେଖେଇଲୁ, ଦେଖିଲା ପରେ ସାର୍ ପୁରା ପ୍ରତିଶ୍ରୁତି ଦେଲେ, କହିଲେ ଜଲ୍ଦି ଅପରେସନ୍ କରିଦେବା, ଡେଟ୍ ଦେଲେ। ଡେଟ୍ ଦେଲା ପରେ ତାଙ୍କ ଅପରେସନ୍ ବହୁତ ଭଲରେ ହେଲା। ଆଉ ଘରକୁ ବି ଯାଇଥିଲେ, କେମିତି କ'ଣ ନିଟ୍ ଆଣ୍ଡ କ୍ଲିନ୍ ରହିବେ, ରୁମ୍ରେ କେମିତି ରହିବେ ସବୁ ତାଙ୍କୁ ଜଣେଇଥିଲୁ। ଆଉ ଆମର ବି ଯୋଉ ଜଣେ ନଣ୍ଡା ଆମକୁ ଜଣେ ଅଛନ୍ତି, ସିଏ ବି ବହୁତ ହେଲ୍ପ ହଁ କରିଥିଲେ ହଁ ମୋତେ। ହଁ ହଁ, ସିଏ ବି ସାର୍ଙ୍କ ସହିତ କଥା ହେଇକି ଅପରେସନ୍ ଦିନ ମିନିମମ୍ 50-60 ଥର ବି ତାଙ୍କୁ କଲ୍ କରିଛନ୍ତି ସାର୍ ପାଖକୁ ଯେ ଆଉ ମୋର ଜଣେ ଭଣଜା ଆଉ ଭାଣିଜୀ ଅଛନ୍ତି, ଆଉ ଭଣଜା ଅପରେସନ୍ ହେବେ। ଆଉ ସିଏ ଆମ ମାମୁଁ ଶ୍ୱଶୁରଙ୍କ ସାଙ୍ଗ ଥିଲେ, ମାମୁଁ ଶ୍ୱଶୁର ବି ସାହାଯ୍ୟ କରିଛନ୍ତି, ଯାଇଥିଲେ। ଆଉ ସେ ନଣ୍ଡା ଆମୁ ତାଙ୍କୁ ବି ଧନ୍ୟବାଦ କୋଟି କୋଟି ମୁଣ୍ଡିଆ, ସିଏ ବି ବହୁତ ସାହାଯ୍ୟ କରିଛନ୍ତି। ଆଉ ମହେଶ ସାର୍ଙ୍କ ସହିତ ବହୁତ ଥର ଫୋନ୍ରେ ବି କଥା ହେଇଛନ୍ତି ମୋ ପାଇଁ, ସିଏ ବି ବହୁତ କଷ୍ଟ କରିଛନ୍ତି, ତାଙ୍କୁ ବି ବହୁତ ବହୁତ ଧନ୍ୟବାଦ। ନା ଦେଖନ୍ତୁ, ତେଣୁ ଆପଣଙ୍କର ଗୋଟିଏ କଥା କୁହାଯାଉଛି କେହି ଗୁଟକା କେହି ଖାଆନ୍ତୁ ନାହିଁ, ସେଇ କଥା କହୁଛନ୍ତି। କଷ୍ଟ ହବା ଅପେକ୍ଷା କେହି ଗୁଟଖା ଖାଆନ୍ତୁ। ଅପରେସନ୍ ହେଲା, ଅପରେସନ୍ ପରେ ଲାଇଟ୍ ପରେ ବର୍ତ୍ତମାନ କେମୋ ଚାଲିଛି। କଷ୍ଟ ଆଜ୍ଞା ଗୋଟେ କେମୋ ୱାର୍ଡ଼ ଆମ ହସ୍ପିଟାଲ, ବାଗଚି କ୍ୟାନ୍ସର ହସ୍ପିଟାଲ, ବହୁତ ସାରା ଲୋକ ଅଛନ୍ତି। ହଁ, ସବୁଆଡ଼େ ଠିକ୍ ଅଛି, ତମେ ଜଲ୍ଦି ସୁସ୍ଥ ହେଇଯାଅ, ଠାକୁରଙ୍କୁ ଡାକୁଛି। ଆପଣଙ୍କ ଆଶୀର୍ବାଦ ନିଶ୍ଚିନ୍ତ ଭଲ ହେଇଯିବି। ଠିକ୍ ଅଛି, ଆସନ୍ତୁ ଭାଣିଜୀ ଆସନ୍ତୁ, ଧରି ଖାଇକି ଆସିଲେ ମୁଁ ଯାଇକି ଯିବି। ତ ବର୍ତ୍ତମାନ ଆପଣ ଦେଖିଲେ ତ, ତେଣୁ ଗୁଟକା କେହି ଖାଆନ୍ତୁ ନାହିଁ। ଗୁଟକା ଖାଇଲେ କ'ଣ ଅବସ୍ଥା ବର୍ତ୍ତମାନ, ଭଣଜା ଯେମିତି ବର୍ତ୍ତମାନ ମାନେ ଅଛନ୍ତି, ପୀଡ଼ିତ ଅଛନ୍ତି, ଖାଇବା ତାଙ୍କର ସବୁ ଠିକ୍ଠାକ୍ ହେଇପାରୁନି। କେମୋ ବର୍ତ୍ତମାନ ଲାଗିଛି, ରେଡ଼ିଏସନ୍ ବି ଚାଲିଛି, ତା ଭିତରେ କେମୋ। ମୁଁ ଟିକେ ରାଉଣ୍ଡରେ ଆସିଥିଲି, ଖାଇସାରିକି ରାଉଣ୍ଡରେ ଆସିଥିଲି, ଆସିଲା ବେଳକୁ ଦେଖିଲି ଆଜି ତାଙ୍କର କେମୋ, ତେଣୁ ଆସିକି ବସି ପଡ଼ିଲି। ଭାଣିଜୀ ଆମର ଯିଏ, ସେ ଖାଇବାକୁ ଯାଇନଥିଲେ, ମୁଁ କହିଲି ଯା, ତାଙ୍କୁ ପାଟି କଲି, ମୁଁ ଯା ଜଲ୍ଦି ଯା ଖାଇବାକୁ। ସେ ଖାଇବାକୁ ଗଲେ, ମୁଁ ଟିକେ ବସି ତଳେ ତା ଭାଗ୍ୟ ଅଛନ୍ତି, ଟିକେ ରାଉଣ୍ଡ କରିଦେଇକି ପେସେଣ୍ଟମାନଙ୍କୁ ରାଉଣ୍ଡ କରିଦେଇକି ଭିତରକୁ ଯିବି ତଳକୁ। ତେଣୁ ପେସେଣ୍ଟମାନେ କେମିତି କ'ଣ ସବୁ ରହୁଛନ୍ତି, ଆମର ଫିଡ଼ବ୍ୟାକ୍ ସବୁ ନେଇଯାଉଛି। ଆଉ ବେଶୀ ଆଗରୁ ତ ବହୁତ ହସ୍ପିଟାଲ ଭିଡ଼ିଓ କରୁଥିଲେ, ବେଶୀ କରିପାରୁନି। ତ ମୁଖ୍ୟ ଲକ୍ଷ୍ୟ ହେଲା ସମସ୍ତଙ୍କୁ ରିକ୍ୱେଷ୍ଟ କରି କହୁଛି, କେହି ଗୁଟଖା, ପାନ, ବିଡ଼ି, ସିଗାରେଟ୍ ଏଇସବୁ ଛାଡ଼ି ଦିଅନ୍ତୁ, କାରଣ ଏଇଟା ଛାଡ଼ିଦେଲେ ଆପଣଙ୍କର ଗୋଟେ ପରିବାର ବହୁତ ଖୁସିରେ ରହିବ। କାରଣ ଯେମିତି ହମିଦ ଏଇନା କହିଲେ, ମୁଁ ତ ଯାହା ଭୋଗୁଛି ଦୁଃଖ, କିନ୍ତୁ ମୋ ସହିତ ମୋ ପରିବାର ସମସ୍ତେ ବି ଦୁଃଖ ଭୋଗୁଛନ୍ତି। ତେଣୁ ମୋ ତରଫରୁ ଆଉ ହମିଦଙ୍କ ତରଫରୁ ରିକ୍ୱେଷ୍ଟ ରହିଲା, ନିହାତି ଆପଣମାନେ ସମସ୍ତେ କେହି ଗୁଟକା କେହି ଖାଆନ୍ତୁ ନାହିଁ, ନିଶା ଦ୍ରବ୍ୟଠୁ ବହୁତ ଦୂରରେ ରୁହନ୍ତୁ। ରହୁଛି, ଜୟ ଜଗନ୍ନାଥ।